ओ नारायण नमस्कृतं नरं चैव नरोत्तमं देवीं सरस्वती व्यासं ततो जयमुदीरये वेदे रामायणे चैव पुराणे भारते तथा आदौ चान्ते च मध्ये च हरिसर्वत्र गीयते। नमामि रामं रघुवंशमुख्यं नमामि रामं सुरकल्पवृक्षं नमामि रामं कमलायताक्षं नमामि रामं रघुनन्दनाख्यं। श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। मर्यादा पुरुष राम नारायण की जय। आनंद चंद्र भगवान की जय। सच्चिदानंद भगवान की जय। शंकर भगवान की जय। कृष्ण भगवान की जय। जगन्नाथ महाप्रभु की जय। लखनलाल जी की जय। भरतलाल जी की जय। सत्यलाल जी की जय। जनकनंदिनी सीता देवी की जय। संकट मोचन हनुमान जी की जय। झंकड़वासिनी माँ शारदा को जय। स्वर्गमर्त पाताल देवता को जय। दश दिगपाल को जय। यूट्यूब कर्मकर्ता मान को जय। अग्निजल देवता को जय। वसुधा देवता को जय। पवन देवता को जय। सूर्यचंद्र देवता को जय। मोर प्रिय श्रोता बंधु आपण मानक नमस्कार जनाई आरंभ करने को जाऊँ ये धारावाहिक संपूर्ण रामायण कथा। दयाकोरी आपण मैंने संपूर्ण शुणिबे आउ टिके लाइक करते और सब्सक्राइब टे करते। आमर कर्तव्य है आम कहूँ तेणिक आपण इच्छा कथा आपण मैंने शुणुंट। चली घोर युद्ध चली रावण घड़ी घड़ी मूर्छा जाऊँगी। घोर युद्ध चली कौन है आपण मैंने देखु। उहा दशानन जागी करी करे लाग कछु यज्ञ राम विरोध विजय सट हटती यज्ञ सियावर रामचंद्र शंकर हरिओं बजु मंगल भवनय मंगलहारी द्रवौषध चरत अजिर बिहारी। श्री राम जय राम राम जय रघुनंदन जय घनश्याम। भक्तवत्सल भगवान की जय। तेणे लंकारे रावण मूर्छा भांगी जीवारु जाग्रत होइकी उठिकी गोटे यज्ञ करने को लगिला। से अज्ञानी मूर्ख श्री रघुनाथ सहित शत्रुता करी विजय लाभर इच्छा करुला। राक्षस तो तार बुद्धि जा से करिवो ना। या विभीषण सब सुधि पाई श्री राम जय राम सपति जाई रघुपति सुनाई। श्री राम जय राम नाथ करई रावण एक जागा। श्री राम जय राम सिद्ध भय नहीं मरी अभागा। श्री राम जय राम भक्तवत्सल भगवान के जय। तेणे विभीषण सब खबर पाईगले और तुरंत जाई मर्यादा पुरुष राम को शुणई देले। हे नाथ रावण गोटे यज्ञ करुछि ता सिद्ध हो गले से अभागा आउ सहजरे मरिब नाही ताको आउ कई पारिबे नाही। पठौ नाथ बेगी भट बंदर करहि विध्वंस आउ दश कंदर। श्री राम जय राम जय रघुनंदन जय घनश्याम। प्रातः होत प्रभु शुभट पठाए हनुमदादि अंगद सब धाये।
ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ହେ ନାଥ, ତୁରନ୍ତ ବାନର ଯୋଦ୍ଧାମାନଙ୍କୁ ପଠାନ୍ତୁ, ସେମାନେ ଯାଇ ତାର ଯଜ୍ଞ ଧ୍ୱଂସ କରନ୍ତୁ। ତା ଫଳରେ ରାବଣ ଯୁଦ୍ଧଭୂମିକୁ ଚାଲି ଆସିବ। ପ୍ରାତଃକାଳ ହେବା ମାତ୍ରେ ପ୍ରଭୁ ସେଠାକୁ ବୀର ଯୋଦ୍ଧାମାନଙ୍କୁ ପଠାଇଦେଲେ। ହନୁମାନ, ଅଙ୍ଗଦ ଆଦି ମୁଖ୍ୟ ବୀରମାନେ ଧାଇଁ ଧାଇଁକା ଯାଉଛନ୍ତି। ତାପରେ କ'ଣ ହେଲା ଶୁଣନ୍ତୁ। କୌତୁକ କୁଦି ଚଢ଼େ କପି କପି ଲଙ୍କା, ପଇଠେ ରାବଣ ଭୁବନ ଶଙ୍କା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଯଜ୍ଞ କରତ କବ ହିଂସୁ ଦେଖା, ଶ୍ରୀ ସକଲ କପିନ ଭା କ୍ରୋଧ ବିଶେଷା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ବୀରମାନେ, ବାନରମାନେ ଅତି ସହଜରେ ପାଚେରୀ ଡେଇଁ ଲଙ୍କା ଦୁର୍ଗ ଉପରେ ଚଢ଼ିଗଲେ ଏବଂ ନିର୍ଭୟରେ ଯାଇ ରାବଣ ମହଲରେ ପଶିଗଲେ। ସେ ଯଜ୍ଞ କରୁଥିବାର ଦେଖି ଚକିତ ହୋଇଗଲେ। ଦେଖିବା କ୍ଷଣି ବାନରମାନଙ୍କ ମନରେ ଅତ୍ୟନ୍ତ କ୍ରୋଧ ଜାତ ହେଲା। ସ୍ୱାଭାବିକ ହେବା କଥା। ରଣତେ ନୀଲଜ ଭାଜି ଗୃହ ଆବା, ବକ ଧ୍ୟାନ ଧ୍ୟାନ ଲଗାବା। ହସ କହି ଅଙ୍ଗଦ ମାରା ମାରା ଲିତା, ଚିତବନ ଷଠ ସାରଥ ମନ ଗାତା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ସେମାନେ କହିଲେ, ରେ ନିର୍ଲଜ, ରଣଭୂମିରୁ ତ ଘରକୁ ପଳେଇ ଆସିଲୁ, ପୁଣି ଏଠାରେ କାହିଁକି ବକ ଧ୍ୟାନ କରିବାକୁ ବସିଛୁ, ବଗ ଭଳିଆ କାହିଁକି ବସିଛୁ ରେ ରାବଣ। ଏପରି କହି ଅଙ୍ଗଦ ତାକୁ ଗୋଟିଏ ବିରାଟ ଗୋଇଠା ମାରିଲେ। କିନ୍ତୁ ସେହି ଦୁଷ୍ଟର ମନ ସ୍ୱାର୍ଥରେ ବୁଡ଼ି ରହିଥିବାରୁ ସେ ସେହି ଗୋଇଠାକୁ ଖାତିର କଲାନି। ପର୍ବତ ଭଳିଆ ଦେହ, ତାକୁ ଗୋଇଠା ଖାତିର ହେବ ନା। ନଇଛି ତାଉ ଜବ କରି କୋପ, ଗହି ଗହି ଦଶନ ଲାତ ହୁମାରଇ। ଧରି କେଶ ନାରୀ ନିକାରି ବାହେର, ସେ ତିନ ପୁକାରହିଁ। ତବ ଠେଉ କ୍ରୁଧ କୃତାନ୍ତ, ସମଗହି ଚରଣ ବାନର ଡାରଇ। ଏହି ବିଚ କପିନ ବିଧ୍ୱଂସ କୃତ, ମଖ ଦେଖି ମନ ମହୁ ହାରଇ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ସେ ଖାତିର ନ କରିବାରୁ ବାନରମାନେ କ୍ରୋଧାନ୍ୱିତ ହୋଇ ତାକୁ କାମୁଡ଼ିକି ପୁରା ଝିଣି ଦେଲେ। କିଏ କାମୁଡ଼ୁଛି, କିଏ ଲାତ ମାରୁଛି, ଏରକମ ଚାଲିଲେ। ସ୍ତ୍ରୀମାନଙ୍କ ଚୁଟି ଧରିକି ସେମାନଙ୍କୁ ଘରୁ ବାହାରୁ ଘୋଷାରି ଆଣିଲେ। ସ୍ତ୍ରୀମାନେ ଅତ୍ୟନ୍ତ ଅସହାୟ ହୋଇ ଚିତ୍କାର କରିବାକୁ ଲାଗିଲେ। ମାରି ପକେଇଲା ମାରି ପକେଇଲା ମାରି ପକେଇଲା ଏମିତି କରୁଥାନ୍ତି। ଏକଥା ଦେଖିକି ରାବଣ କାଳ ପରି କ୍ରୋଧ ଉଠିଲା, ଗର୍ଜନ କଲା ଏବଂ ବାନରମାନଙ୍କୁ ଗୋଡ଼ପଟୁ ଧରି ତଳେ କଚାଡ଼ିବାରେ ଲାଗିଲା। ତାର ଯେଉଁ ବିରାଟ ଦେହ, ବାନରମାନେ ତା ପାଖରେ କ'ଣ। ଇତିମଧ୍ୟରେ ବାନରମାନେ ଯଜ୍ଞ ଧ୍ୱଂସ କରିଦେଲେ। ଏହା ଦେଖି ରାବଣ ସମ୍ପୂର୍ଣ୍ଣ ନିରାଶ ହୋଇଗଲା। ଯଜ୍ଞ ବିଧ୍ୱଂସ କୁପଲ କପି, ଆଏ ରଘୁପତି ପାଶ। ଚଲେଉ ନିଶାଚର କ୍ରୋଧ ହୋଇ, ତ୍ୟାଗି ଯୋଗନ କି ଆସ। ସିୟାବର ରାମଚନ୍ଦ୍ର ଶଙ୍କର ହରିଓಂ, ଭଜ ମଙ୍ଗଳ ଭବନୟ ମଙ୍ଗଳ ହାରି। ରବୌଷଧ ଶରଥ ଅଜିର ବିହାରୀ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ଯଜ୍ଞ ଧ୍ୱଂସ କରି ଯୁଦ୍ଧ କୁଶଳ ବାନରମାନେ
ମର୍ଯ୍ୟାଦା ପୁରୁଷ ରାମଙ୍କ ନିକଟକୁ ଫେରି ଆସିଲେ ଏବଂ ରାବଣ ମଧ୍ୟ ବଞ୍ଚି ରହିବାର ଆଶା ଛାଡ଼ି ଦେଇ ଅତିଶୟ କ୍ରୋଧରେ ଯୁଦ୍ଧକୁ ଚାଲିଲା। ଚଲତ ହୋଇ ଅତି ଅଶୁଭ ଭୟଙ୍କର, ବୈଠଇ ଗିଧ ଉଡ଼ାଇ ଶିରନ ପର, ଭୟଉ କାଲ ବସ କାହୁଁ ନ ମାନା, କହେ ଶିବ ଯାଉ ଯୁଦ୍ଧ ନିଶାନା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ସେ ଚାଲିବା ସମୟରେ ଭୟଙ୍କର ଅଶୁଭ ଲକ୍ଷଣମାନ ବିଭିନ୍ନ ପ୍ରକାର ଦେଖାଗଲା। ଶାଗୁଣାମାନେ ଦୌଡ଼ି ଆସି ତାର ମୂଳମାନଙ୍କରେ ବସିବାକୁ ଲାଗିଲେ, କିନ୍ତୁ ତାର କାଳ ପୁରିବା ସମୟ ପାଖେଇ ଆସିଥିବାରୁ ସେ କୌଣସି ପ୍ରକାର ଅଶୁଭ ଲକ୍ଷଣକୁ ମାନିଲା ନାହିଁ। ବରଂ କହିଲା, ରଣବାଦ୍ୟ ବଜାଅ, ପ୍ରଶେସନ କର, ନାରୀମାନେ ନାଚନ୍ତୁ, ଏମିତି ସବୁ ନିର୍ଦ୍ଦେଶ ଦେଉଥାଏ। ରାଜା ସାଧାରଣ ଲୋକ ନୁହେଁ। ଚଲି ତମି ଚର ନିୟ ପାରା, ବହୁ ଗଜ ରଥ ରଥ ପଦାତି ସୱାରା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ପ୍ରଭୁ ସମ୍ମୁଖ ଧାଏ ଖଲ ଖଲ କେଇସେ, ସଲବସ ମୁଅ ଅନଲ କହିଁ ଜୈସେ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ନିଶାଚର ମାନଙ୍କର ଅପାର ସେନା ଚାଲିଲେ। ସେନା ଅର୍ଥାତ ସୈନ୍ୟ, ଆଉ ତ ସୈନ୍ୟ କମିଗଲେଣି, ରାବଣର ବହୁତ ମରିଗଲେଣି। ତା ଭିତରେ ବହୁ ହସ୍ତୀ, ରଥ, ଅଶ୍ୱାରୋହୀ ଓ ପଦାତିକ ସୈନ୍ୟ ବି ଥିଲେ। ପତଙ୍ଗମାନେ ବିନାଶ ପାଇବା ପାଇଁ ନିଆଁ ଆଡ଼କୁ ଯେମିତି ଧାଇଁବା ପରି ସେହି ଦୁଷ୍ଟମାନେ ପ୍ରଭୁଙ୍କ ସମ୍ମୁଖକୁ ଧାଇଁଲେ। ପ୍ରଭୁ କହିଲେ, ମର୍ଯ୍ୟାଦା ପୁରୁଷ ରାମ, ଇହାଦେ ଅତନ ଅଶ୍ୱତୀ କିହ୍ନି, ଦାରୁଣ ବିପତ୍ତି ହମହି ଏଇ ଦିନି। ଅବଜନି ରାମ ଖୋଲା ଏହି, ଅତିଶୟ ଦୁଃଖିତ ହୋତିବ ଦେହି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ଏଣେ ଦେବଗଣ ମାନେ ସ୍ତୁତି କରୁଛନ୍ତି ଆକାଶରେ ଥାଇ, ହେ ଶ୍ରୀରାମ, ଏ ରାବଣ ଆମ୍ଭମାନଙ୍କୁ ବହୁ ଦୁଃଖ ଦେଲାଣି, ତେଣୁ ଆପଣ ଏହାକୁ ଆଉ ଅଧିକ ଖେଳାନ୍ତୁ ନାହିଁ, ଚଞ୍ଚଳ ମାରନ୍ତୁ। ତାପରେ ଆପଣଙ୍କ ପତ୍ନୀ ଜାନକୀ ବା ସୀତା ଦେବୀ ଅତ୍ୟନ୍ତ ଦୁଃଖରେ ବର୍ତ୍ତମାନ ଅଶୋକ ବନରେ ଅଛନ୍ତି। ଦେବ ବଚନ ଶୁଣି ପ୍ରଭୁ ସୁକାନା, ଉଠି ରଘୁବୀର ସୁଧାରେ ବାନା। ଜଟା ଜୁଟ ଦୃଢ଼ ବାଧେ ମାଥେ, সোহই সুমন বিচ বিচ গাথে। শ্রীরাম জয় রাম জয় জয় রাম, জয় রঘুনন্দন জয় ঘনশ্যাম। ভক্তবତ୍সଳ ଭଗବାନ କି ଜୟ। ଦେବତାମାନଙ୍କର ପ୍ରାର୍ଥନା ଶୁଣି ପ୍ରଭୁ ମୁରୁକି ମୁରୁକି ମର୍ଯ୍ୟାଦା ପୁରୁଷ ରାମ ହସୁଛନ୍ତି। ସେ ଉଠି ସ୍ୱରୂପ ସଜାଡ଼ୁଛନ୍ତି। ତାଙ୍କ ମଥାର ଜଟାଜୁଟ ଦୃଢ଼ ଭାବରେ ବନ୍ଧା ହୋଇଥିଲା। ଜୁଡ଼ାର ମଝି ମଝିରେ ଗୁନ୍ଥା ହୋଇଥିବା ଫୁଲ ଗୁଡ଼ିକ ବଡ଼ ସୁନ୍ଦର ଦେଖାଯାଉଥାଏ। ଅରୁଣ ନୟନ ବାରିଦ ତନୁ ଶ୍ୟାମା, ଅଖିଳ ଲୋକ ଲୋଚନାଭିରାମା। କଟିତଟ ପରିକର କଛ ନିସଙ୍ଗା, କର କୁଦଣ୍ଡ କଠିନ ସାରଙ୍ଗା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ତାଙ୍କର ଅରୁଣାଭ ନୟନ ଓ ନୀଳମେଘ କାନ୍ତି ଅଖିଳ ବ୍ରହ୍ମାଣ୍ଡ ପାଇଁ ନେତ୍ରାନନ୍ଦଦାୟୀ ହୋଇଥାଏ। ସେ ବଦ୍ଧ ପରିକର ହୋଇ କଟିରେ ତୁଣୀର ବାନ୍ଧିଲେ ଏବଂ ହସ୍ତରେ କଠୋର ସାଙ୍ଗ ଧନୁ ଧରିଲେ। ସାରଙ୍ଗ କର ସୁନ୍ଦର ନିସଙ୍ଗ,
ଶିଲ ମୁଖାକର କଟି କଟି କଚୁ ଭୁଜ ଦଣ୍ଡ ପୈନ ମନୋହର ତଡ଼ର ଧରା ସୁର ପଦ ଲସ୍ୟୁ ଲସ୍ୟୁ କହ ଦାସ ତୁଳସୀ ଜବଇ ପ୍ରଭୁ ସର ଚାପ କର ଫେର ନ ଲଗେ ଲଗେ ବ୍ରହ୍ମାଣ୍ଡ ଦିଗ ଗଜ କମଟ ମହି ସିନ୍ଧୁ ବୁଦର ଉନ ମଗେ ମଗେ ଶ୍ରୀରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ ଭକ୍ତ ଅଚଳ ଭଗବାନ କି ଜୟ। ପ୍ରଭୁ ହାତରେ ସାଙ୍ଗଧନୁ ଧରିଲେ ମୁକଟିରେ ଦୃଢ଼ ଭାବରେ ସୁନ୍ଦର ଅକ୍ଷ ଚୁଣିର ବାନ୍ଧି ବଳିଷ୍ଠ ଭୁଜଦଣ୍ଡ ମନୋହର ପ୍ରଶସ୍ତ ବକ୍ଷ ଉପରେ ବ୍ରାହ୍ମଣ ଗୁରୁଙ୍କର ପଦଚିହ୍ନ ଶ୍ରୀବତ୍ସ ପଦାଙ୍କ ସୁଶୋଭିତ ତୁଳସୀ ଦାସ କହୁଛନ୍ତି ପ୍ରଭୁ ହସ୍ତରେ ଧନୁଷର ଧରି ଘୁରାଇବା ମାତ୍ରେ ବ୍ରହ୍ମାଣ୍ଡ ଦିଗ୍ଗଜ କଚ୍ଛପ ଶେଷ ପୃଥିବୀ ଓ ସମୁଦ୍ର ଓ ପର୍ବତ ସମସ୍ତେ ଥରି ଉଠିଲେ। ବିରାଟ ଗର୍ଜନ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଏତିକିରୁ ବିଦାୟ ଦିଅନ୍ତୁ। ଆପଣମାନଙ୍କ ଆଶୀର୍ବାଦ ଥିଲେ ଆଗାମୀ ଅଧ୍ୟାୟରେ ଆପଣମାନେ ଶୁଣିବେ ସେ 33 କୋଟି ଦେବତାଙ୍କୁ ନମସ୍କାର କରି ମର୍ଯ୍ୟାଦା ପୁରୁଷ ରାମ ନାରାୟଣଙ୍କୁ ନମସ୍କାର କରି ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି 33 କୋଟି ଦେବତାମାନଙ୍କ ଭିତରେ ସମସ୍ତେ ଅଛନ୍ତି। ତେଣୁ ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ବିରକ୍ତି ନ କରାଇ ସର୍ଟକଟ୍ରେ କହିଦେଉଛି, ଆପଣମାନେ ଯଦି କିଛି ଭୁଲ ହେଉଥାଏ କମେଣ୍ଟ ବକ୍ସରେ ଲେଖିବେ। ଏ ଅଧମ ଆପଣଙ୍କୁ ଉତ୍ତର ଦେବାକୁ ଚେଷ୍ଟା କରିବ। ଆଉ ମୋର ପ୍ରିୟ ଶ୍ରୋତା ବନ୍ଧୁମାନେ ମନ ଦେଇକି ଶୁଣିବେ। ଏ ରାମନାରାୟଣଙ୍କ କଥା। ଆମର ନାହିଁ ଚାକଚକ୍ୟ ନାହିଁ, ବାଜା ନାହିଁ, କିଛି ନାହିଁ। ଯଦି ବିଷୟବସ୍ତୁ ଶୁଣିକି ଆନନ୍ଦ ମନେ କରିବେ ତାହେଲେ ସେତିକି, ଆଉ ଆଶା କିଛି ନାହିଁ। ଦୟାକରି ସମ୍ପୂର୍ଣ୍ଣ ଶୁଣିବେ। ଆଉ ଭିଡ଼ିଓକୁ ଟିକେ ସବସ୍କ୍ରାଇବ୍ କରିବା, ଲାଇକ୍ ଟିକେ କରିଥିବେ। ମୋର ପ୍ରିୟ ଶ୍ରୋତା ବନ୍ଧୁ ମାନଙ୍କ ସହିତ ତାଙ୍କର ପରିବାର ପିଲାମାନେ ଗୁରୁଜନମାନେ ତାଙ୍କ ସହିତ ଏ ବିଶ୍ୱରେ ଯେତେ ଶ୍ରୋତା ବନ୍ଧୁ ଅଛନ୍ତି ତାଙ୍କର ପରିବାର ପିଲାମାନେ ଗୁରୁଜନ ସମସ୍ତଙ୍କୁ ମୋର କୋଟି କୋଟି ପ୍ରଣାମ। ସମସ୍ତଙ୍କୁ ସେଇ ରାମନାରାୟଣ ଭଲରେ ରଖନ୍ତୁ। ଏତିକି କହି ବିଦାୟ ନେଉଛି। ଜୟ ଶ୍ରୀ ରାମ।